ମୋ ନାଁ ଶ୍ରୀଧର ମହାନ୍ତି, ଇନ୍ସପେକ୍ଟର ଅଫ୍ ଏକ୍ସାଇଜ ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟ୍ ବାରିପଦା ମୟୂରଭଞ୍ଜ। ମୁଁ ମୋ ଷ୍ଟାଫ୍ ମାନଙ୍କ ସହିତ ଏବଂ ଏସିଆର ଫୋର୍ସ ସହିତ ଯେ ଉଦଳା ରେଞ୍ଜରେ ଡ୍ୟୁଟି କରୁଥିଲି ଏବଂ ବିଶେଷ ସୂତ୍ରରେ ଗୋଟେ ଖବର ପାଇଲୁ ପଥୁରିଆ ନାମକ ଜାଗାରେ ଗୋଟେ ନାଳ କଲେ ବହୁ ପରିମାଣରେ ମହୁଲ ପୋଚ ଏବଂ ମଦ ଗଚ୍ଛିତ ଅଛି। ଏହି ସଂକ୍ରାନ୍ତରେ ଆମେ ସେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଆସାମୀମାନେ ଆମ ଅନ୍ତର ଦୂରରୁ ଦେଖି ବହୁତ ଦୂର ଦେଖି ସେ ଖୁସି ପଳେଇଗଲେ। ସେ ଘଟଣାସ୍ଥଳରେ ଆମେ 2 ଗୋଟି ମୋଟରସାଇକେଲ, ଗୋଟେ ସ୍କୁଟି, ଗୋଟେ ମୋଟରସାଇକେଲ ଜବତ କରୁଛୁ ଏବଂ 12,500 କେଜି ମହୁଲ ପୋଚ ଏବଂ 350 ଲିଟର ମଦ ଜବତ କରୁଛୁ ଏବଂ 2ଟି ମକଦ୍ଦମା ରୁଜୁ କରୁଛୁ। ସାର୍ ଏଇ ଖବର କେମିତି ପାଇଲେ? ବିଷୟ ସୂତ୍ର ବୋଲେ ସେଠି ଲୋକାଲ ଲୋକ ଆମକୁ ଟିକେ ଖବର ଦେଲେ। ଆମର ସୁପରିଟେଣ୍ଡେଣ୍ଟଙ୍କର ନିର୍ଦ୍ଦେଶ ଅଛି, ଆମେ ବିଭିନ୍ନ ଜାଗାରେ ବି ସ୍ପାଏ ଲଗେଇକି ଏଇ ଯେଉଁ ଆମର ମେ 31 ତାରିଖରୁ ଜୁନ 26 ତାରିଖ ପର୍ଯ୍ୟନ୍ତ ଆମର ରଥ ଅବକାରୀ ବିକାଶ ସଂକଳ୍ପ ବିକାଶ ଚାଲିଛି। ସେହି ସଂକ୍ରାନ୍ତରେ ଆମେ ବି ଲୋକମାନଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଜାଗାରେ ଆମେ ଚଢ଼ଉ ଜାରି ରଖୁଛୁ। ଏ ଚୋରା ମଦ କିପରି କମିବ ଏବଂ ସରକାରଙ୍କର ନୀତି ନିୟମ ଅନୁଯାୟୀ କେମିତି ଚାଲିବୁ ସେଇଟାকে ଲୋକମାନଙ୍କୁ ସଚେତନ କରୁଛୁ ଏବଂ ବିଭିନ୍ନ ଜାଗାରେ ମଧ୍ୟ ଅପମିଶ୍ରିତ ମଦ ଯେଉଁ ଜାଗାରେ ପ୍ରସ୍ତୁତ ହେଉଛି ସେ କାରଖାନା ଗୁଡ଼ିକ ଚଢ଼ଉ କରି ଭାଙ୍ଗୁଛୁ।